ପରମ କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଏହି ଶୁଭ ସନ୍ଧ୍ୟାରେ ଅଶେଷ ଭକ୍ତିପୂତ ପ୍ରଣତି। ଅନଲାଇନ ମାଧ୍ୟମରେ ମାଙ୍କର ଏହି ଦିବ୍ୟ ପାଠଶାଳାରେ ଯୋଗ ଦେଇଥିବା ମୋର ସମସ୍ତ ଶ୍ରଦ୍ଧାୟୀ ଭାଇ ଭଉଣୀ ମାନଙ୍କୁ ଅନେକ ଶ୍ରଦ୍ଧା ଆଉ ସମ୍ମାନ। ପ୍ରଭୁଙ୍କର ଏହି କଥା ଯଜ୍ଞରେ ଯେଉଁମାନେ ଆହୁତି ପ୍ରଦାନ କରିଛନ୍ତି, ଶବ୍ଦର ପୁଷ୍ପାଞ୍ଜଳି ଦେଇଛନ୍ତି, ସେ ସମସ୍ତଙ୍କୁ ମୁଁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି। ସାବିତ୍ରୀ ସାଧନାର ଅଷ୍ଟମ ଭାଗ। ପୂର୍ବ ପର୍ଯ୍ୟାୟରେ ଆମେ ଦିବ୍ୟ ପ୍ରେମ ସମ୍ପର୍କରେ ଆଲୋଚନା କରିଥିଲେ। ସେଇ ଦିବ୍ୟ ପ୍ରେମ ସମ୍ପର୍କରେ ମାଧବ ପଣ୍ଡିତ କିପରି ଆଲୋକପାତ କରିଛନ୍ତି ତାହା ଆମେ ଅଧ୍ୟୟନ କରିବା। ତାଙ୍କ ମତରେ ପ୍ରେମ ଦେବଙ୍କ ଦ୍ୱାରା ପ୍ରେରିତ ଶକ୍ତିଟିକୁ ସମସ୍ତେ ସହ୍ୟ କରିପାରନ୍ତି ନାହିଁ। ପ୍ରେମର ଶକ୍ତି ଦୁଃସହ। ପ୍ରେମ ବ୍ୟକ୍ତିର ସାମର୍ଥ୍ୟକୁ ପରୀକ୍ଷା କରେ। ସେ ସାମର୍ଥ୍ୟ ହେଉଛି ନିଜକୁ ଦେଇଦେବାର ସାମର୍ଥ୍ୟ। ଯେତେବେଳେ ପ୍ରେମ ଆମକୁ ସ୍ପର୍ଶ କରେ ସେତେବେଳେ ଆମେ ତାକୁ ଏକ ବାହ୍ୟ ଘଟଣା ଭାବେ ଗ୍ରହଣ କରୁ, କିନ୍ତୁ ଏହା ଯଥାର୍ଥରେ ଆମ ଅନ୍ତରାତ୍ମାର ପରିପକ୍ୱତା ଏବଂ ତାକୁ ଗ୍ରହଣ କରିବା ପାଇଁ ଆମେ କେତେ ଦୂର ପ୍ରସ୍ତୁତ ହୋଇଛୁ ତାର ପରୀକ୍ଷା କରେ। ପ୍ରେମ ଏକ ନିର୍ମମ ପରୀକ୍ଷକ। ଆମ ଗ୍ରହଣଶୀଳତାର ପରୀକ୍ଷା ସେ କରିଥାଏ। ପ୍ରେମ କରିବା ଅର୍ଥ ନିଜକୁ ଦେଇଦେବା। ନିଜ ଅହଙ୍ଗର ଦାବି ଓ ବାସନାର ତାଡ଼ନାରେ ତୁମେ ପ୍ରେମ ନିକଟରେ, ପ୍ରେମ କରୁଥିବା ବ୍ୟକ୍ତି ନିକଟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଦେଇଦେବାକୁ ପ୍ରସ୍ତୁତ କି? ପ୍ରେମ ନିକଟରେ ଏବଂ ଯିଏ ପ୍ରେମ କରୁଛନ୍ତି ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଦେବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଏହା ହିଁ ହେଉଛି ପରୀକ୍ଷା। ସେତେବେଳେ ତୁମ ଭିତରେ ଯଦି ହିସାବ କିତାବର ଭାବ ଆସେ, ଅବଚେତନାର ଦାବି ସ୍ୱୀକୃତି ଲାଭ କରିବା ଅଥବା ପ୍ରତ୍ୟାଶାର ଦାବି ଆସୁଥାଏ, ତେବେ ସେହି ଅଗ୍ନି ପରୀକ୍ଷାଟି ବ୍ୟର୍ଥ ବା ବିଫଳ ହୋଇଯାଏ। ପ୍ରେମ ନିକଟରେ କିଛି ପ୍ରତ୍ୟାଶା ନାହିଁ, ହିସାବ କିତାବ ନାହିଁ, ଅବଚେତନାର ଦାବି ନାହିଁ। ଏସବୁ ହେଲେ ପ୍ରେମ ନିକଟରେ ପ୍ରେମଟି ବ୍ୟର୍ଥ ହୋଇଯାଏ। ସାବିତ୍ରୀ ଥିଲେ ଏକ ବ୍ୟତିକ୍ରମ। ତାଙ୍କର ବିଶାଳ ହୃଦୟରେ ପ୍ରେମର ଦେବତା ନିଜର ଆସ୍ଥାନଟିଏ ବାଛି ନେଇଛନ୍ତି। ତାଙ୍କ ଦିବ୍ୟ ପ୍ରକୃତିର ବିଶେଷ ଗୁଣ ହେଉଛି ତାଙ୍କ ହୃଦୟର ବିଶାଳତା। ଅଜ୍ଞାନତା ଓ ମୃତ୍ୟୁ ଦ୍ୱାରା କବଳିତ ପୃଥିବୀକୁ ରକ୍ଷା କରିବା ପାଇଁ ସେ ମର୍ତ୍ତ୍ୟରେ ରୂପ ଧାରଣ କରିଛନ୍ତି, ମାନୁଷୀ ତନୁ ଧାରଣ କରି ଅବତରଣ କରିଛନ୍ତି ଏ ପୃଥିବୀକୁ ରକ୍ଷା କରିବା ପାଇଁ ଅଜ୍ଞାନତା ଓ ମୃତ୍ୟୁର କବଳରୁ। ମର୍ତ୍ତ୍ୟ ହେଉଛି ମୃତ୍ୟୁ ପ୍ରବଣ। ତା କବଳରୁ ମୁକ୍ତି ପାଇବା ହିଁ ସେହି ମହାଶକ୍ତିଙ୍କୁ ପ୍ରାର୍ଥନା କରିଛି। ମୃତ୍ୟୁ ପ୍ରବଣ ଏଇ ଯୋଉ ମର୍ତ୍ତ୍ୟଭୂମି, ସେ ପ୍ରାର୍ଥନା କରିଛି ମହାଶକ୍ତିଙ୍କୁ କିଭଳି ମୃତ୍ୟୁ କବଳରୁ ସିଏ ଏବଂ ତାର ସନ୍ତାନ ମାନେ ମୁକ୍ତି ଲାଭ କରିବେ। ଏଠାରେ ପ୍ରେମ ଉପରେ ଅଧିକ ଗୁରୁତ୍ୱ ଆରୋପର କାରଣ ହେଉଛି ସାବିତ୍ରୀ ହେଉଛି ପ୍ରେମର ମହାକାବ୍ୟ। ପ୍ରେମ ହିଁ ସର୍ବବିଜେତା। ଲଭ୍ କଙ୍କର୍ସ ଅଲ୍। ସାବିତ୍ରୀଙ୍କ ପ୍ରେମର ସ୍ୱରୂପ ସମ୍ବନ୍ଧରେ ମା କହନ୍ତି, Here it is revealed that the way out of death for the creation is love. Love not as it is falsified and deformed in the human consciousness, but love in its essence and its pure origin. It is this love that found the way to manifest through the consciousness and the life of Savitri. ଏଠାରେ ଦର୍ଶାଇ ଦିଆଯାଇଛି ଯେ ମୃତ୍ୟୁ କବଳରୁ ସୃଷ୍ଟିଟି ରକ୍ଷା ପାଇବା ଏକମାତ୍ର ମାଧ୍ୟମ ହେଉଛି ପ୍ରେମ। ସୃଷ୍ଟି ଯଦି ରକ୍ଷା ପାଏ ମୃତ୍ୟୁ କବଳରୁ ପ୍ରେମ ମାଧ୍ୟମରେ ହିଁ ପାଇବ।
ଏହା ମଣିଷ ଚେତନାରେ ଯେପରି ପ୍ରତାରିତ ଓ ବିକୃତ ହୋଇଛି ସେପରି ନୁହେଁ। କୌଣସି ବିକୃତ ପ୍ରେମ ନୁହେଁ ବା ପ୍ରତାରଣାପୂର୍ଣ୍ଣ ପ୍ରେମ ନୁହେଁ। ଏହା ସେଇ ପ୍ରେମ ଯାହା ତାର ମୂଳ ସ୍ୱରୂପରେ ଶୁଦ୍ଧ ଉତ୍ସରେ ଠିକ ଯେପରି ହେଇଥାଏ। ମୂଳ ସ୍ୱରୂପରେ ଶୁଦ୍ଧ ଉତ୍ସରେ ପ୍ରେମ ଯେମିତି ମୂଳରୁ ଥାଏ ଅବିକୃତ, ଏହା ସେଇଭଳି ଏକ ପ୍ରେମ ହେବା ଆବଶ୍ୟକ। ସେହି ପ୍ରେମ ସାବିତ୍ରୀଙ୍କ ଚେତନା ଓ ଜୀବନରେ ଅଭିବ୍ୟକ୍ତ ହେବାର ମାର୍ଗଟିକୁ ଆବିଷ୍କାର କରିପାରିଛି। ସେଇଭଳି ଏକ ଉପଯୁକ୍ତ ସ୍ଥାନ ପାଇଛି ପ୍ରେମ। ସାବିତ୍ରୀଙ୍କର ସେ ବିଶାଳ ଚେତନା, ତାଙ୍କରି ଚେତନା ଆଉ ଜୀବନରେ ସେ ଅଭିବ୍ୟକ୍ତ ହେବାର ମାର୍ଗ ଆବିଷ୍କାର କରିଛି। All manifestations of love in the world had always been deformed and reduced to need and desire. For the first time, a human consciousness was capable of manifesting love in its simple and magnificent purity. The love that is entirely and totally divine, free from all desires and all selfishness, all narrowness and all egoism. The love that exists for the joy of loving and is at once giving and receiving at the same time, in the same vibration. This is the supreme power that is capable of transforming the world and making it ready for the divine manifestation. ଉଦ୍ଧୃତିଟି ଇନଭୋକେସନ ନମ୍ବର 8 ରୁ ଆସିଛି। ପ୍ରେମ ସମ୍ପର୍କରେ ଏ ହେଉଛି ମାଙ୍କର ଅଭିମତ। ବିଶ୍ୱରେ ପ୍ରେମର ସମସ୍ତ ପ୍ରକାର ପରିପ୍ରକାଶ ସର୍ବଦା ବିକୃତ ହୋଇଛି ଏବଂ କାମନା ପୂରଣ ଓ ପ୍ରୟୋଜନ ମେଣ୍ଟେଇବା ସ୍ତରକୁ ଖସି ଆସିଛି। ଏଠାରେ ସାବିତ୍ରୀଙ୍କ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏକ ମାନବ ଚେତନା ପ୍ରେମକୁ ତାର ଅବିମିଶ୍ର ମହାନ ଶୁଦ୍ଧତାର ସହ ଅଭିବ୍ୟକ୍ତ କରିବାର ସୁଯୋଗ ପ୍ରାପ୍ତ କରିପାରିଛି ବା ସମର୍ଥ ହେଇଛି। ସେ ମାନବୀ ଚେତନାରେ ଅଛନ୍ତି ମା ସାବିତ୍ରୀ। ତାଙ୍କରି କ୍ଷେତ୍ରରେ ପ୍ରଥମ ଥର ପାଇଁ ପ୍ରେମ ତାର ଅବିମିଶ୍ର ମହାନ ଶୁଦ୍ଧତାର ସହ ଅଭିବ୍ୟକ୍ତ ହେବାର ସୁଯୋଗ ପାଇଛି। ଏହା ସେହି ପ୍ରେମ ଯାହା ସମ୍ପୂର୍ଣ୍ଣ ଏବଂ ସାମଗ୍ରିକ ଭାବେ ଦିବ୍ୟ, ସମସ୍ତ ସ୍ୱାର୍ଥପରତା ବାସନାରୁ ମୁକ୍ତ, ସଂକୀର୍ଣ୍ଣତା ଓ ଅହଙ୍କାରରୁ ମୁକ୍ତ। ଏହା ସେହି ପ୍ରେମ ଯାହା ତିଷ୍ଠି ରହେ କେବଳ ଭଲ ପାଇବାର ଆନନ୍ଦ ମଧ୍ୟରେ ଏବଂ ଯାହା ସହସା ନିଜକୁ ଦେଇଦିଏ। ସେ ପ୍ରେମ ତିଷ୍ଠି ରହେ କେବଳ ଭଲ ପାଇବାର ଆନନ୍ଦ ମଧ୍ୟରେ, ଉପଭୋଗର ନିଶାରେ ନୁହଁ, ଏବଂ ଯାହା ସହସା ନିଜକୁ ଅର୍ପଣ କରିଦିଏ। ଯାହା ଗ୍ରହଣ କରିବା କଥା ଗ୍ରହଣ କରିନିଏ ସେହି ସମାନ ସ୍ପନ୍ଦନ ମାଧ୍ୟମରେ। ଏହା ହେଉଛି ସେହି ଶାଶ୍ୱତ ଶକ୍ତି ଯାହା ଏ ପୃଥିବୀକୁ ପ୍ରସ୍ତୁତ କରାଇବାରେ ସମର୍ଥ ହେବ। ପ୍ରେମ ଏକ ଶାଶ୍ୱତ ଚିରନ୍ତନ ଶକ୍ତି। ସେ ପୃଥିବୀକୁ ଅମରତ୍ୱ ପ୍ରଦାନ କରିବାରେ ସମର୍ଥ। All in her pointed to a nobler kind. ସାବିତ୍ରୀଙ୍କ ସତ୍ତାର ପ୍ରତ୍ୟେକ ଗତିବୃତ୍ତି ଏକ ମହତ୍ତର ଆଭିଜାତ୍ୟକୁ ସୂଚିତ କରୁଥିଲା। ତାଙ୍କର ଚେତନା ସାଧାରଣ ମାନବୀୟ ଚେତନାର ବହୁ ଊର୍ଦ୍ଧ୍ୱରେ ଥିଲା। ତାଙ୍କର ସମସ୍ତ ଗତିବୃତ୍ତିରେ ପୂର୍ଣ୍ଣ ଥିଲା ଦିବ୍ୟତାର ସ୍ପର୍ଶ। ପ୍ରଭୁ କହନ୍ତି, it shows Savitri as the forerunner or first creator of a new race. It shows Savitri as the forerunner or the first creator of a new race. ଉକ୍ତ ଉକ୍ତିରେ ସାବିତ୍ରୀଙ୍କୁ ନୂତନ ମାନବ ଜାତିର ଅଗ୍ରଦୂତ ବା ଆଦିସ୍ରଷ୍ଟା ରୂପେ ପ୍ରଭୁ ଉପସ୍ଥାପନ କରିଛନ୍ତି। ନୂତନ ମାନବ ଜାତିର ସେ ହେଉଛନ୍ତି ଅଗ୍ରଦୂତ, ଆଦିସ୍ରଷ୍ଟା। Near to earth's wideness, intimate with heaven, exalted and swift her young large visioned spirit, voyaging through worlds of splendor and of calm.
overflew the waves of thought to unborn things, near to earth's wideness, intimate with heaven, exalted and swift her young, large-visioned spirit, voyaging through worlds of splendor and of calm, overflew the waves of thought to unborn things. ତାଙ୍କ ଚେତନା ପୃଥିବୀର ବିପୁଳ ବିସ୍ତାର ତଥା ପ୍ରସାର ନିକଟବର୍ତ୍ତୀ ହେବା ସଙ୍ଗେ ସଙ୍ଗେ ସ୍ୱର୍ଗ ସହିତ ଅନ୍ତରଙ୍ଗ ହୋଇ ରହିଥିଲା। ମା ସାବିତ୍ରୀଙ୍କର ବିପୁଳ ଚେତନା ବିସ୍ତାରିତ ଥିଲା, ପ୍ରସାରିତ ଥିଲା ଏବଂ ସ୍ୱର୍ଗ ସହିତ ଅନ୍ତରଙ୍ଗ ହୋଇ ରହିଥିଲା। ତାଙ୍କର ଉନ୍ନତ ତଥା କ୍ଷିପ୍ର ଉଦାର ଦୃଷ୍ଟି ସମ୍ପନ୍ନ ତରୁଣ ଆତ୍ମଚେତନା ଔଜଲ୍ୟ ଓ ପ୍ରଶାନ୍ତିର ଜଗତ ସକଳ ମଧ୍ୟରେ ଯାତ୍ରା କରି ଚିନ୍ତା ରାଜ୍ୟର ମାର୍ଗ ମାନଙ୍କୁ ଅତିକ୍ରମ କରି ଅତି ଅଜାତ ବସ୍ତୁ ସକଳ ଅଭିମୁଖେ ଉଡ଼ି ଚାଲିଲା। ଶବ୍ଦ ଗୁଡ଼ିକ କଷ୍ଟକର। ତାଙ୍କର ଉନ୍ନତ ତଥା କ୍ଷିପ୍ର ଉଦାର ଦୃଷ୍ଟି ସମ୍ପନ୍ନ ତରୁଣ ଆତ୍ମଚେତନା, ତାଙ୍କ ଆତ୍ମଚେତନା ଦୃଷ୍ଟି ହଉଛି ଉଦାର, ଗତି ହଉଛି କ୍ଷିପ୍ର, ଔଜ୍ଜଲ୍ୟ ପ୍ରଶାନ୍ତିର ଜଗତ ସକଳ ମଧ୍ୟରେ ସେ ଯାତ୍ରା କରୁଛି। କୋଉଠିକି ଯାତ୍ରା କରୁଛି ନା ଚିନ୍ତା ରାଜ୍ୟର ମାର୍ଗ ମାନଙ୍କୁ ଅତିକ୍ରମ କରି ଅଜାତ ବସ୍ତୁ ସକଳ ଅଭିମୁଖେ ଯାତ୍ରା କରୁଛି। ଅଜାତ ବସ୍ତୁ ଯୋଉ ବସ୍ତୁ ଗୁଡ଼ିକ ଅଦ୍ୟାବଧି ପୃଥିବୀରେ ପ୍ରତିଭାତ ହେଇ ନାହାନ୍ତି, ଆଗକୁ ଯୋଉ ଗୁଡ଼ିକ ଜାତ ହେବାର ସମ୍ଭାବନା ଅଛି। ଏହାର ବିଶେଷ ତାତ୍ପର୍ଯ୍ୟ ହଉଛି ଏଠା ବ୍ୟକ୍ତିତ୍ୱ ଏକମୁଖୀ ନୁହେଁ, ବହୁମୁଖୀ। ତାଙ୍କର ସତ୍ତା ଏତେ ବିଶାଳ ଓ ଅହଂଶୂନ୍ୟ ଥିଲା ଯେ ଶାଶ୍ୱତଙ୍କ ରାଜ୍ୟରୁ ସମାଗତ ପ୍ରେମ ଦେବତା ତାଙ୍କର ନିଷ୍କପଟ ସତ୍ତାରେ ନିଜର ଏକ ବାସସ୍ଥାନ ଖୋଜି ପାଇଲେ। ତାଙ୍କର ସତ୍ତା ଥିଲା ଅତ୍ୟନ୍ତ ବିଶାଳ ଏବଂ ଅହଂଶୂନ୍ୟ। ତେଣୁ ଶାଶ୍ୱତଙ୍କ ରାଜ୍ୟରୁ ସମାଗତ ଯୋଉ ପ୍ରେମ ଦେବତା ତାଙ୍କର ସେଇ ନିଷ୍କଳଙ୍କ ସତ୍ତାରେ ନିଜର ଏକ ବାସସ୍ଥାନ ଖୋଜି ପାଇଲେ। ଫଳରେ ସାବିତ୍ରୀଙ୍କ ମଧ୍ୟରେ ପ୍ରେମର ଶୁଦ୍ଧତମ ପରିପ୍ରକାଶ ସମ୍ଭବ ହେଲା। ପ୍ରେମ ଦେବ ତାଙ୍କ ମଧ୍ୟକୁ ପ୍ରବେଶ କଲେ, ତେଣୁ ପ୍ରେମର ଶୁଦ୍ଧତମ ବିଭାବଟି ପ୍ରକାଶ ପାଇଲା। ସାବିତ୍ରୀଙ୍କ ଆତ୍ମସତ୍ତା ପୃଥିବୀର ବିଶାଳତାର ନିକଟବର୍ତ୍ତୀ ହୋଇ ରହିଥିଲା। ସାବିତ୍ରୀ ପୃଥିବୀକୁ ଛାଡି ଯାଇନଥିଲେ, ପୃଥିବୀ ଉପରେ ଥିଲେ ଏବଂ ତାଙ୍କର ଆତ୍ମସତ୍ତା ପୃଥିବୀର ନିକଟବର୍ତ୍ତୀ ହେଇକି ରହିଥିଲା। ତାତ୍ପର୍ଯ୍ୟ ହଉଛି ପୃଥିବୀ ପରି ତାଙ୍କ ଚେତନା ବିଶାଳ ଥିଲା। ତାଙ୍କ ବିଶାଳ ଚେତନା ମଧ୍ୟରେ ସେ ପୃଥିବୀର ସମସ୍ତ ମଣିଷଙ୍କ ସହିତ ଏକ ହୋଇ ଜୀବନ ବଞ୍ଚୁଥିଲେ। ପୃଥିବୀ ଚେତନା ସହିତ ସେ ଏକୀଭୂତ ହେବାର ତାତ୍ପର୍ଯ୍ୟ ହଉଛି ପୃଥିବୀର ସବୁ ମଣିଷ ମାନଙ୍କ ସହିତ ସେ ଏକ ହୋଇ ଜୀବନ ବଞ୍ଚୁଥିଲେ। ସେଇ ଏକ ସମୟରେ ମଧ୍ୟ ତାଙ୍କର ଆତ୍ମା ସ୍ୱର୍ଗର ଅନ୍ତରଙ୍ଗ ହୋଇ ରହିଥିଲା। ପୃଥିବୀ ସହିତ ସେ ଲଗ୍ନ ଥିଲେ ମଧ୍ୟ ଆତ୍ମା ଥିଲା ସ୍ୱର୍ଗର ଅନ୍ତରଙ୍ଗ, କାରଣ ସେ ଥିଲେ ସ୍ୱର୍ଗର ଦୁହିତା। ତାଙ୍କର ପାର୍ଥିବ ଜୀବନ ଶୈଳୀରେ ସେ ଆଧ୍ୟାତ୍ମିକ ସତ୍ୟକୁ ବ୍ୟକ୍ତ କରୁଥିଲେ। ଯେହେତୁ ସ୍ୱର୍ଗରୁ ସେ ଆଗତା, ଜୀବନ ଶୈଳୀ ପାର୍ଥିବ, କିନ୍ତୁ ସେଥିରେ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ବ୍ୟକ୍ତ ହଉଥିଲା। ସଦା ତାରୁଣ୍ୟ ଯୁକ୍ତ ତାଙ୍କ ଚେତନା ଯୁବ ସୁଲଭ ଉତ୍ସାହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ରହିଥିଲା। ବାର୍ଦ୍ଧକ୍ୟ ତାଙ୍କୁ ସ୍ପର୍ଶ କରିନଥିଲା, କରିବାକୁ ସାହସ କରିବନି। ସଦା ତାରୁଣ୍ୟ ତାଙ୍କର ଥିଲା ଚେତନା, ଯୁବ ସୁଲଭ ଉତ୍ସାହ ଆଉ ଶକ୍ତି ଥିଲା। ଏଇଭଳି ଚେତନା ଆଉ ଶକ୍ତିରେ ସେ ପରିପୂର୍ଣ୍ଣ ଥିଲେ। ତଥାପି ତାହା ବିଶାଳ ଦୃଷ୍ଟି ସମ୍ପନ୍ନ ଓ ଉନ୍ନତ ଥିଲା। ଏହି ଜଗତର ମନୁଷ୍ୟଟି ସର୍ବଦା ଚିନ୍ତା ରାଜ୍ୟରେ ବନ୍ଦୀ ହେଇ ପଡିଥାଏ। ଯାବତ ଚିନ୍ତା ହଉଛି ମନୁଷ୍ୟର, ମନୁଷ୍ୟ ଚିନ୍ତା ରାଜ୍ୟରେ ସର୍ବଦା ବନ୍ଦୀ ହୁଏ। ମାତ୍ର ସାବିତ୍ରୀଙ୍କ ଊର୍ଦ୍ଧ୍ୱମୁଖୀ ଆତ୍ମଚେତନା ସମସ୍ତ ଚିନ୍ତା ରାଜ୍ୟକୁ ଅତିକ୍ରମ କରି ମହିମାମୟ
ପ୍ରଶାନ୍ତ ଜଗତ ମାନଙ୍କ ମଧ୍ୟକୁ ଉଡ଼ି ଯାଇ ପାରୁଥିଲା। ସାବିତ୍ରୀଙ୍କ ଚେତନା ଊର୍ଦ୍ଧ୍ୱମୁଖୀ ହେଉଥିଲା। ମହିମାମୟ ପ୍ରଶାନ୍ତି ଭିତରକୁ ସେଇ ଜଗତ ମାନଙ୍କ ମଧ୍ୟକୁ ସେ ଯାଇପାରୁଥିଲା। ଏପରିକି ତାଙ୍କ ଚେତନା ଏଠାରେ ରୂପ ପାଇ ନଥିବା ସତ୍ୟ ସକଳର ପରିଚୟ ପ୍ରାପ୍ତ କରିପାରୁଥିଲା, ଯୋଉ ସତ୍ୟ ଗୁଡ଼ିକ ଏ ପର୍ଯ୍ୟନ୍ତ ପ୍ରକାଶ ହେଇନାହାନ୍ତି। କାରଣ ସତ୍ୟ ପ୍ରକାଶ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ ହେଇଥାଏ ମହାକାଳ ପଞ୍ଜିକାରେ। ଯୋଉ ସତ୍ୟ ଗୁଡ଼ିକ ପ୍ରକାଶ ପାଇ ନାହିଁ, ସେ ସତ୍ୟ ସକଳର ପରିଚୟ ସାବିତ୍ରୀ ପ୍ରାପ୍ତ କରିପାରିଥିଲେ। ଅପ୍ରକାଶିତ ସତ୍ୟର ସ୍ୱରୂପକୁ ସେ ଆବିଷ୍କାର କରିପାରିଥିଲେ। ଯୋଉ ସତ୍ୟ ପ୍ରକାଶ ପାଇନି ତାର ସ୍ୱରୂପ ମଧ୍ୟ ସେ ଆବିଷ୍କାର କରିଥିଲେ। ସାବିତ୍ରୀଙ୍କ ଦିବ୍ୟ ସ୍ୱଭାବ କିପରି ଉଚ୍ଚତର ଚେତନାର ସ୍ପର୍ଶ ଲାଭ କରିଛି ତାର ଏକ ଭବ୍ୟ ବର୍ଣ୍ଣନା ଶ୍ରୀ ଅରବିନ୍ଦ ସାବିତ୍ରୀ ସମ୍ପର୍କୀୟ ପତ୍ରାବଳୀରେ ଉଲ୍ଲେଖ କରିଛନ୍ତି। ସାବିତ୍ରୀଙ୍କର ସ୍ୱଭାବ ଅତ୍ୟନ୍ତ ଦିବ୍ୟ, ଉଚ୍ଚତର ଚେତନାର ସ୍ପର୍ଶ ସେ ଲାଭ କଲା। କିଭଳି ଲାଭ କରିଛି ତାର ଭବ୍ୟ ବର୍ଣ୍ଣନା ଶ୍ରୀ ଅରବିନ୍ଦ ଦେଇଛନ୍ତି ଯୋଗ ପତ୍ରାବଳୀରେ, ସାବିତ୍ରୀ ସମ୍ପର୍କୀୟ ଏକ ପତ୍ରରେ। This passage, I believe, what I might call the overmind intuition at work, expressing itself in something like its own rhythm and language. It is difficult to say about one's own poetry, but I think I have succeeded here and in some passages later on in catching that very difficult note in separate lines or briefer passages, a few lines at a time. I think it comes in not often. এই ଅନୁଚ୍ଛେଦ ସମ୍ପର୍କରେ ମୁଁ କହିପାରେ ଯେ ଏଠାରେ ଅଧିମାନସର ଅନ୍ତର୍ବୋଧ ନିଜର ଛନ୍ଦ ଓ ଭାଷାରେ ନିଜକୁ ପ୍ରକାଶ କରିବା ପାଇଁ ପ୍ରୟାସ କରିଛି। ଅଧିମାନସର ଅବତରଣ ପ୍ରଭୁଙ୍କ ଠାରେ ଥିଲା, ସେ ଅନ୍ତର୍ବୋଧ ତାଙ୍କର ଥିଲା। ତେଣୁ ସେଇ ଛନ୍ଦ ଗୁଡ଼ିକୁ ଭାଷାର ରୂପ ଦେଇଛନ୍ତି। ନିଜର କବିତା ସମ୍ପର୍କରେ ନିଜେ କିଛି କହିବା କଷ୍ଟକର, ମାତ୍ର ମୋର ଧାରଣା ମୁଁ କ୍ଷେତ୍ରରେ ସଫଳ ହୋଇଛି ଏବଂ ପରବର୍ତ୍ତୀ କିଛି କିଛି ଅଂଶରେ ସେହି କଷ୍ଟସାଧ୍ୟ ଧାରାଟିକୁ ଧରିବାରେ ସମର୍ଥ ହୋଇଛି। ପ୍ରଭୁ ତାଙ୍କ ଲେଖା ସମ୍ପର୍କରେ ଏହି ମତାମତ ଦେଇଛନ୍ତି ଏବଂ ବିଭିନ୍ନ ପଂକ୍ତିରେ ବା କ୍ଷୁଦ୍ରତର ଅନୁଚ୍ଛେଦରେ ତାହା ଅନେକ ସମୟରେ ଧରା ଦେଇଛି ବୋଲି ମୋର ବିଶ୍ୱାସ। Ardent was her self-poised, unstumbling will, her mind a sea of white sincerity, passionate in flow, had not one turbid wave. Ardent was her self-poised, unstumbling will, her mind a sea of white sincerity, passionate in flow, and not one turbid wave. ଆତ୍ମସ୍ଥିତ ଅଟଳ ତାଙ୍କ ସଂକଳ୍ପ ତୀବ୍ର ଆବେଗରେ ପରିପୂର୍ଣ୍ଣ ଥିଲା। ତାଙ୍କ ଆତ୍ମାରେ ଥିବା ଅଟଳ ସମ୍ପର୍କରେ ଥିଲା ଅନେକ ଆବେଗ। ମନ ଥିଲା ତାଙ୍କର ଏକ ଶୁଭ୍ର ନିଷ୍ଠାର ସାଗର ସଦୃଶ। ମନଟି ଥିଲା ପବିତ୍ର ଆଉ ନିଷ୍ଠାପର। ତାହାର ପ୍ରବାହ ଆବେଗପୂର୍ଣ୍ଣ ହୋଇଥିଲେ ମଧ୍ୟ ସେ ଥିଲେ ଗୋଟିଏ ବି କର୍ଦମାକ୍ତ କଳୁଷିତ ତରଙ୍ଗ ନଥିଲା। ସେଥିରେ ଗୋଟିଏ ବି କର୍ଦମାକ୍ତ ବା କଳୁଷିତ ତରଙ୍ଗ ନଥିଲା। ତାଙ୍କର ଆବେଗର ପ୍ରବାହ, ସେ ପ୍ରବାହ ଯେତେ ଆବେଗପୂର୍ଣ୍ଣ ହୋଇଥିଲେ ମଧ୍ୟ ସେଥିରେ କୌଣସି କର୍ଦମାକ୍ତ ଅବସ୍ଥା ନଥିଲା, ମଳିନତା ନଥିଲା। ଏଠାରେ ଶ୍ରୀ ଅରବିନ୍ଦ ସାବିତ୍ରୀଙ୍କ ଦୃଢ ମାନସିକତା ଓ ପ୍ରଚଣ୍ଡ ଇଚ୍ଛା ଶକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଇଚ୍ଛା ଶକ୍ତିରେ ତାଙ୍କର ସାମାନ୍ୟ ବିଚ୍ୟୁତି ବା ସ୍ଖଳନ ନଥିଲା। ଏକ ଦୃଢ ଇଚ୍ଛା ଶକ୍ତି ସେ ଧାରଣ କରିଥିଲେ। ସୁପ୍ରତିଷ୍ଠିତ ସଂକଳ୍ପ ଶକ୍ତିରେ ଥିଲା ତୀବ୍ରତା। ତାଙ୍କର ଯୋଉ ସଂକଳ୍ପ ଶକ୍ତି ତାହା ଥିଲା ତୀବ୍ର। ଅମର ଇଚ୍ଛା ଶକ୍ତି ସ୍ଖଳନଶୀଳ। ଏହାର କାରଣ ଆମର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ। ଆମର ଯୋଉ ଇଚ୍ଛା ଶକ୍ତି ସର୍ବଦା ସ୍ଖଳନଶୀଳ। ଏହାର କାରଣ ହଉଛି ଆମର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ। ଆମେ ଲକ୍ଷ୍ୟହୀନ। ଆମେ କେଉଁ ଦିଗରେ ଗତି କରୁ ସେ ବିଷୟରେ ଆମେ ସଚେତନ ନଥାଉ।
କୁଆଡେ ଆମର ଯାତ୍ରା, କୁଆଡେ ଆମେ ଯାଉଛୁ, ଲକ୍ଷ୍ୟ ସ୍ଥିର ନଥିବାରୁ ଆମର ଯାତ୍ରା ମଧ୍ୟ ସ୍ଥିର ନଥାଏ। ଭିନ୍ନ ଭିନ୍ନ ଦିଗରେ ଆମେ ଯାତ୍ରା କରିଥାଉ। ତେଣୁ ବାରମ୍ବାର ଝୁଣ୍ଟି ପଡି ଚାଲିବାରେ ଲାଗିଥାଉ। ଝୁଣ୍ଟିବା ସ୍ୱାଭାବିକ, ଯେହେତୁ ଆମେ ଲକ୍ଷ୍ୟହୀନ। ସାବିତ୍ରୀଙ୍କ ଇଚ୍ଛା ଶକ୍ତି ନିର୍ଭୁଲ ଥିଲା, ଯେହେତୁ ତାହା ତାଙ୍କ ଅନ୍ତରତମ ଚେତନାରେ ପ୍ରତିଷ୍ଠିତ ଥିଲା। ସାବିତ୍ରୀଙ୍କ ଇଚ୍ଛା ଶକ୍ତିରେ କୌଣସି ଭୁଲ ଭାଲ ନଥିଲା, ସେଇଟା ଅନ୍ତରତମ ଚେତନାର ପ୍ରେରଣାରେ ଆସିଥିଲା। ସେ ଇଚ୍ଛା ଶକ୍ତି ସମସ୍ତ ବାହ୍ୟ ପ୍ରଭାବରୁ ମୁକ୍ତ ଥିଲା ଏବଂ ନିଜସ୍ୱ ଲକ୍ଷ୍ୟରେ ସ୍ଥିର ଥିଲା। ତାଙ୍କ ଇଚ୍ଛା ଶକ୍ତିକୁ ବାହ୍ୟ ପ୍ରଭାବ କଳୁଷିତ କରିନଥିଲା ଏବଂ ସେ ଏକମାତ୍ର ଯୋଉ ଲକ୍ଷ୍ୟ ରଖିଛନ୍ତି ସେଇ ଲକ୍ଷ୍ୟରେ ହିଁ ତାହା ସ୍ଥିର ହେଇକି ରହିଥିଲା। ସେଇ ଇଚ୍ଛା ଶକ୍ତି ଭାଗବତ ଚେତନାରେ ପ୍ରତିଷ୍ଠିତ ସେଇ ଇଚ୍ଛା ଶକ୍ତି ଥିଲା ପ୍ରଜ୍ୱଳନ୍ତ, ଊର୍ଜ୍ଜଶୀଳ ଏବଂ ଊର୍ଦ୍ଧ୍ୱମୁଖୀ। ତାଙ୍କର ଭାଗବତ ଚେତନାରେ ସେଇ ଇଚ୍ଛା ଶକ୍ତି ପ୍ରତିଷ୍ଠିତ ହେଇଥିବାରୁ ତାହା ଅତ୍ୟନ୍ତ ପ୍ରଜ୍ୱଳନ୍ତ ଥିଲା, ଉଜ୍ଜ୍ୱଳ ଥିଲା ଏବଂ ଊର୍ଦ୍ଧ୍ୱମୁଖୀ ଥିଲା। ମନ ତାଙ୍କର ବିଶୁଦ୍ଧ ନିଷ୍ଠାର ସାଗର ସଦୃଶ ବିଶାଳ ଥିଲା। ନିଷ୍ଠାର ଏକ ବିଶାଳ ସାଗର ଥିଲା ତାଙ୍କର ମନ ଏବଂ ତାର ପ୍ରବାହ ଭାବ ଉନ୍ମାଦନାରେ ପରିପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ସେଥିରେ ଗୋଟିଏ ବି କଳୁଷିତ ତରଙ୍ଗ ନଥିଲା। ତାଙ୍କର ଯୋଉ ଭାବ ଉନ୍ମାଦନା ନଥିଲା, ତାଙ୍କର ନିଷ୍ଠାରେ ସାଗର ସଦୃଶ ବିଶାଳ ଥିଲା ତାଙ୍କର ନିଷ୍ଠା। ରହିଥିଲେ ମଧ୍ୟ ସେଥିରେ ଗୋଟିଏ ବି କଳୁଷିତ ତରଙ୍ଗ ନଥିଲା। ଏହି ପ୍ରସଙ୍ଗଟି ସମ୍ପର୍କରେ ସାଧକ ମାଧବ ପଣ୍ଡିତ କହନ୍ତି, there was not one turbid wave. She had passion in the sense of intensity of acceptance, intensity of surrender, but not desire. The turbid wave comes from desire. Desire, it is that imposes a claim for possession and a claim that you are giving. ସାବିତ୍ରୀଙ୍କ ଚେତନା ମଧ୍ୟରେ କୌଣସି କଳୁଷିତ ତରଙ୍ଗ ନଥିଲା। ତାଙ୍କର ଗାଢ଼ ଅନୁରାଗ ଥିଲା, ପ୍ରଗାଢ଼ତା ଥିଲା ସ୍ୱୀକୃତିର ତଥା ସମର୍ପଣର, କିନ୍ତୁ କୌଣସି କାମନା ବାସନା ନଥିଲା। କଳୁଷିତ ଢେଉ ସାଧାରଣତଃ କାମନା ବାସନାରୁ ଆସିଥାଏ। ସେଇ କାମନା କେବଳ ଅଧିକାରର ଦାବିକୁ ଉପସ୍ଥାପନ କରେ। ପୁନଶ୍ଚ ଜଣେ ଯାହା ଦେଉଥାଏ ତାର ପ୍ରତିବଦଳରେ କିଛି ନା କିଛି ଦାବି କରୁଥାଏ। ଏଟା ମାନବୀୟ ପ୍ରେମର ଉଦାହରଣ ଦେଇଛନ୍ତି, ଯାହା ସାବିତ୍ରୀଙ୍କ ଠାରେ ନଥିଲା। ସାବିତ୍ରୀଙ୍କ ପ୍ରେମର କୌଣସି କାମନା ବାସନା ନଥିଲା ବା ସେ ଅଧିକାର ବା ଦାବିକୁ ଉପସ୍ଥାପନ କରୁନଥିଲେ। କିନ୍ତୁ ଆମେ ଯାହା ଦଉ ତାର ପ୍ରତିଦାନ ଦାବି କରୁ, କିଛି ନା କିଛି ଦାବି କରୁଥାଏ ଆମର ପ୍ରେମ। ଏହା ହେଉଛି ସାଧାରଣ ମନୁଷ୍ୟର ଦେବା ନେବାର ସମ୍ପର୍କ, ଗିଭ୍ ଆଣ୍ଡ ଟେକ୍, ଟେକ୍ ଆଣ୍ଡ ଗିଭ୍। এটা ସାଧାରଣ ମଣିଷର ସଂସାରରେ ଦେ ବନ୍ଧୁ, ଦେବା ନେବା ବନ୍ଧୁ, ନଦେଲେ ନ ନେଲେ କିଏ କାହାର। ଆମର ଯେତେ ବ୍ୟବହାର ଅନ୍ତର ସବୁ ଦିଆଯାଏ, ପ୍ରତି ବ୍ୟବହାର ପାଇଁ ଦିଆ ହେଇଥାଏ, ହିସାବ କରାଯାଏ କେତେ ଦିଆ ହେଇଛି, କେତେ ପୁଣି ଫେରା ହବ। ଏସବୁ ସାଂସାରିକ ବ୍ୟବସ୍ଥା। As in a mystic, a priestess of immaculate ecstasies, inspired and ruled from truth's revealing vault, moves in some prophet cavern of the gods, a heart of silence in the hands of joy, inhabited with rich creative wits, a body like parable of dawn that seemed a niche for veiled divinity or golden temple door to things beyond. As in a mystic and dynamic dance,
a priestess of immaculate ecstasies, inspired and rolled from truth's revealing vault, moves in some prophet cavern of the gods, a heart of silence in the hands of joy, inhabited with rich creative beats, a body like parable of dawn that seemed a niche for veiled divinity or golden temple door to things beyond. ନିଗୁଡ଼ ଗତିଶୀଳ ନୃତ୍ୟରେ ଶୁଦ୍ଧ ଆନନ୍ଦର ପୂଜାରିଣୀ ଥିଲେ ସେ ନିଗୁଡ଼ ଗତିଶୀଳ ନୃତ୍ୟରେ ଶୁଦ୍ଧ ଆନନ୍ଦର ପୂଜାରିଣୀ ସତ୍ୟର ସ୍ୱୟଂଦୀପ୍ତ ପ୍ରକୋଷ୍ଠରୁ ପ୍ରେରିତ ଓ ନିୟନ୍ତ୍ରିତ ହୋଇ ସେ ଦେବତା ମାନଙ୍କର ଭବିଷ୍ୟଦର୍ଶୀ ଗୁହା ଅଭ୍ୟନ୍ତରରେ ବିଚରଣ କରନ୍ତି। ସେ ଥିଲେ ତାଙ୍କ ଗତି ନିଗୁଡ଼ ଥିଲା ଏବଂ ସେ ଗତିରେ ଥିଲା ନୃତ୍ୟର ଛନ୍ଦ। ସେ ଥିଲେ ଶୁଦ୍ଧ ଆନନ୍ଦର ପୂଜାରିଣୀ। ସତ୍ୟର ଆଲୋକିତ ପ୍ରକୋଷ୍ଠରୁ ସେ ପ୍ରେରିତ ହେଇଥିଲେ ଏବଂ ସେ ଦେବତା ମାନଙ୍କର ଭବିଷ୍ୟଦର୍ଶୀ ଗୁହା ଅଭ୍ୟନ୍ତରରେ ବିଚରଣ କରୁଥିଲେ। ଆନନ୍ଦର ହସ୍ତରେ ଯେପରି ନୀରବ ହୃଦୟ ଯେଉଁଥିରେ ସୁଜନର ବିପୁଳ ସ୍ପନ୍ଦନ ଭରି ରହିଥିଲା, ସେ ଥିଲେ ଆନନ୍ଦର ହସ୍ତରେ ଯେପରି ଗୋଟିଏ ନୀରବ ହୃଦୟ। ଆନନ୍ଦର ହସ୍ତରେ ସେ ଥିଲେ ନୀରବ ହୃଦୟ ପରି ଯେଉଁଥିରେ ସୁଜନର ବିପୁଳ ସ୍ପନ୍ଦନ ଭରି ରହିଥିଲା। ଶରୀର ଥିଲା ତାଙ୍କର ଉଷା ଦେବୀଙ୍କ ରୂପକଳ୍ପ, ତାହା ଥିଲା ପ୍ରଚ୍ଛନ୍ନ ଦିବ୍ୟତାର କକ୍ଷ ସଦୃଶ ଅଥବା ସୀମାତୀତ ପ୍ରଦେଶର ବସ୍ତୁ ସକଳ ମଧ୍ୟକୁ ତାହା ଥିଲା ଏକ ସୁବର୍ଣ୍ଣ ମନ୍ଦିରର ମୁକ୍ତ ଦ୍ୱାର ସଦୃଶ। ସାବିତ୍ରୀଙ୍କର ବର୍ଣ୍ଣନା ଏଠି ସୁନ୍ଦର ଭାବରେ ପ୍ରଭୁ ଉପସ୍ଥାପନ କରିଛନ୍ତି। ତାଙ୍କ ଶରୀର ଉଷା ଦେବୀଙ୍କର ରୂପକଳ୍ପକୁ ଧାରଣ କରିଥିଲା ଏବଂ ସେଠି ରହିଥିଲା ପ୍ରଚ୍ଛନ୍ନ ଦିବ୍ୟତା। ସୀମାତୀତ ପ୍ରଦେଶର ବସ୍ତୁ ସକଳ ମଧ୍ୟକୁ ତାହା ସତେ ଯେପରି ଏକ ସୁବର୍ଣ୍ଣ ମନ୍ଦିରର ମୁକ୍ତ ଦ୍ୱାର ସଦୃଶ ଥିଲା। ଦୀର୍ଘ ଅକ୍ଲିଷ୍ଟ ଶବ୍ଦଯୁକ୍ତ ପଂକ୍ତିଟିର ବିଶେଷ ଭାବାର୍ଥ ହେଉଛି ଯେ ଏଠାରେ ଋଷି କବି ସାବିତ୍ରୀ ଏହି ଉପମାଟି ଗ୍ରୀସର ଓରାକଲ ଅଫ ଡେଲଫି ସହିତ ସାମଞ୍ଜସ୍ୟ ରଖେ। ଗ୍ରୀସର ସୂର୍ଯ୍ୟ ଦେବତାଙ୍କୁ ଆପୋଲୋ କୁହାଯାଏ। ସେ ସଙ୍ଗୀତ ଓ କବିତାର ପୃଷ୍ଠପୋଷକ ଭାବରେ ବର୍ଣ୍ଣିତ। ଡେଲଫିର ମନ୍ଦିରର ନିମ୍ନ ଭାଗରେ ଏକ ଗୁମ୍ଫା ପରି ସ୍ଥାନରେ ଜନୈକ ପୂଜାରିଣୀ ଅବସ୍ଥାନ କରୁଥିଲେ ଏବଂ ସେ ଅତି ରହସ୍ୟମୟ ଢଙ୍ଗରେ ଜନସାଧାରଣଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରୁଥିଲେ। ଉତ୍ତର ଦେବା ପୂର୍ବରୁ ସେ ଧ୍ୟାନମଗ୍ନ ରହୁଥିଲେ। ଇଏ ଗୋଟେ ଗ୍ରୀସ ଦେଶର କାହାଣୀରୁ ଶ୍ରୀ ଅରବିନ୍ଦ ଏଠି ଉଦାହରଣ ଉପସ୍ଥାପନ କରିଛନ୍ତି। ଆପୋଲୋ ମନ୍ଦିର ନିମ୍ନ ଭାଗରେ, ତାକୁ ଡେଲଫି ମନ୍ଦିର ବୋଲି କୁହାଯାଉଛି, ତାର ନିମ୍ନ ଭାଗରେ ଗୋଟେ ଗୁମ୍ଫାରେ ଜଣେ ପୂଜାରିଣୀ ବାସ କରୁଥିଲେ। ସେ ଅତି ରହସ୍ୟମୟ ଢଙ୍ଗରେ ଜନସାଧାରଣଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରୁଥିଲେ। ଧ୍ୟାନ ଅବସ୍ଥାରେ କିଛି ଶବ୍ଦ ମାଧ୍ୟମରେ ସଂକେତ ଉପସ୍ଥିତ ପୂଜାରୀ ଜଣକ ସେହି ସମସ୍ତ ଶବ୍ଦକୁ ଅନୁସରଣ କରି ପ୍ରଶ୍ନ ମାନଙ୍କର ଉତ୍ତର ନିର୍ଣ୍ଣୟ କରୁଥିଲେ। ସେ ସଂକେତ ଦଉଥିଲେ, କିନ୍ତୁ ତାଙ୍କ ଶବ୍ଦର ସଂକେତ ତାଙ୍କ ପାର୍ଶ୍ୱରେ ଦଣ୍ଡାୟମାନ ଥିବା ପୂଜାରୀ ଜଣକ ସେ ଶବ୍ଦର ତାତ୍ପର୍ଯ୍ୟକୁ ଉତ୍ତରରେ ପରିଣତ କରୁଥିଲେ ଏବଂ ଅନ୍ୟମାନଙ୍କର ପ୍ରଶ୍ନର ଉତ୍ତର ପ୍ରଦାନ କରୁଥିଲେ। ଏଠାରେ ତୁଳନାତ୍ମକ ଭାବରେ ଋଷି କବି ଉପସ୍ଥାପନ କରିଛନ୍ତି ଯେ ସେହିପରି ବିଶୁଦ୍ଧ ଆନନ୍ଦର ଆରାଧନା କରୁଥିବା ସାବିତ୍ରୀ ଦେବତା ମାନଙ୍କର ଭବିଷ୍ୟ ସୂଚନା ପ୍ରଦାନକାରୀ କକ୍ଷ ମାନଙ୍କରେ ବିଚରଣ କରୁଥିଲେ ଏବଂ ଆଗକୁ ପ୍ରକାଶିତ ହେବାକୁ ଥିବା ସତ୍ୟକୁ ନୃତ୍ୟ ମାଧ୍ୟମରେ ସଂକେତ ଦେଉଥିଲେ। ଏଠି ଗୋଟେ ତୁଳନାତ୍ମକ ଚିତ୍ର ଦେଇଛନ୍ତି ସେ ପୂଜାରିଣୀଙ୍କ ସହିତ ଶ୍ରୀ ଅରବିନ୍ଦ ସାବିତ୍ରୀଙ୍କର। ସେ ମଧ୍ୟ ଥିଲେ ବିଶୁଦ୍ଧ ଆନନ୍ଦର ଆରାଧନା କରୁଥିଲେ ସାବିତ୍ରୀ। ଦେବତା ମାନଙ୍କର ଭବିଷ୍ୟ ସୂଚନା ପ୍ରଦାନକାରୀ
କକ୍ଷ ମାନଙ୍କରେ ସେ ବିଚରଣ କରୁଥିଲେ, ଯେମିତି ସେ ଗୋଟିଏ ମନ୍ଦିର କକ୍ଷରେ ରହିଥିଲେ ଏବଂ ଆଗକୁ ପ୍ରକାଶିତ ହେବାକୁ ଥିବା ସତ୍ୟକୁ ନୃତ୍ୟ ମାଧ୍ୟମରେ ସଂକେତ ଦେଉଥିଲେ। ସାବିତ୍ରୀ ତାର ପ୍ରତୀକାତ୍ମକ ଦେବୀ ହେଉଛନ୍ତି ସାବିତ୍ରୀ। ସାବିତ୍ରୀ ସତ୍ୟକୁ ଅନୁସରଣ କରି ଜୀବନ ବଞ୍ଚୁଥିଲେ। ତାଙ୍କର ପ୍ରଶାନ୍ତ ହୃଦୟକୁ ଆନନ୍ଦ ପ୍ରଦାୟୀ କର ଦୁଇଟି ଧାରଣ କରି ରହିଥିଲା। ନିଜ ହୃଦୟକୁ ଉଭୟ ହସ୍ତରେ ସେ ଧାରଣ କରିଥିଲେ। ତାଙ୍କର ହୃଦୟ ବିପୁଳ ସୃଜନର ସ୍ପନ୍ଦନରେ କ୍ରିୟାଶୀଳ ହୋଇ ରହିଥିଲା। ହୃଦୟରୁ ଆସୁଥିଲା ସୃଜନର ସ୍ପନ୍ଦନ। ଆନନ୍ଦର ଦୁଇ ହସ୍ତ ସାହାଯ୍ୟରେ ହୃଦୟର ସୃଷ୍ଟିକାରିଣୀ ଶକ୍ତି ନୂତନ ଚେତନାକୁ ଜଡ଼ ଜଗତରେ କ୍ରିୟାଶୀଳ କରୁଥିଲା। ତାଙ୍କର ଦୁଇ ହସ୍ତ କଣ କରୁଥିଲା? ହୃଦୟରେ ଯେଉଁ ସ୍ପନ୍ଦନ ସୃଷ୍ଟି ହେଉଥିଲା, ସୃଷ୍ଟିକାରିଣୀ ସ୍ପନ୍ଦନ, ସେଇ ନୂତନ ଚେତନା ତାକୁ ଜଡ଼ ଜଗତରେ ଜଡ଼ ମଧ୍ୟରେ କ୍ରିୟାଶୀଳ କରୁଥିଲା। ଅନ୍ୟ ସାଧାରଣ ମନୁଷ୍ୟଙ୍କ ପାଇଁ ସାମାନ୍ୟ ଖୁସି ଯେପରି ଉତ୍ତେଜନାପୂର୍ଣ୍ଣ ହୋଇ ରହିଥାଏ, ତାଙ୍କ କ୍ଷେତ୍ରରେ ସେପରି ନଥିଲା। ସାଧାରଣ ମନୁଷ୍ୟ ଟିକିଏ ଖୁସିରେ ଆନନ୍ଦରେ ଉତ୍ତେଜିତ ହୋଇ ପଡେ, କିନ୍ତୁ ତାଙ୍କ କ୍ଷେତ୍ରରେ ସେପରି ନଥିଲା। ଅର୍ଥାତ୍ ତାଙ୍କ ପାଇଁ ଆନନ୍ଦ ବା ଉଲ୍ଲାସ ବିହ୍ୱଳ ହେଉନଥିଲେ, ଉତ୍ତେଜନାପୂର୍ଣ୍ଣ ଅନୁଭୂତି ତାଙ୍କର ନଥିଲା। ଆନନ୍ଦ ଉଲ୍ଲାସର ବିହ୍ୱଳତା ତାଙ୍କ ଭିତରେ ସୃଷ୍ଟି ହେଉନଥିଲା। ଶରୀର ତାଙ୍କର ଦିବ୍ୟ ଉଷାଙ୍କର ପ୍ରମୂର୍ତ୍ତ ଥିଲା। ତାଙ୍କର ଶରୀର ଦିବ୍ୟ ଉଷାଙ୍କର ପ୍ରମୂର୍ତ୍ତ ରୂପ ଥିଲା, ଦିବ୍ୟ ଉଷାଙ୍କର ମୂର୍ତ୍ତି ଧାରଣ କରିଥିଲା। ତାଙ୍କ ସେଥିରୁ ସୁବର୍ଣ୍ଣ ବର୍ଣ୍ଣ ବିଭା ପ୍ରସାରିତ ହେଉଥିଲା। ସୁବର୍ଣ୍ଣ ବର୍ଣ୍ଣ ପ୍ରସାରିତ ହେଉଥିଲା ସାବିତ୍ରୀଙ୍କର ଅଙ୍ଗ ଶୋଭାରୁ। ତୁଳନାତ୍ମକ ଭାବରେ କବି ଉପସ୍ଥାପନ କରୁଛନ୍ତି ଯେ ସାବିତ୍ରୀ ଅବଗୁଣ୍ଠିତ ଦେବତାର ନିକେତନ ଅର୍ଥାତ୍ ମନ୍ଦିର ତୁଲ୍ୟ ପ୍ରତିଭାତ ହେଉଥିଲେ। କୌଣସି ଦେବତା ଯେମିତି ତାଙ୍କ ଭିତରେ ଅବଗୁଣ୍ଠିତ ଅଛନ୍ତି ବା ଆତ୍ମଗୋପନ କରିଛନ୍ତି ଏବଂ ସେ ଗୋଟିଏ ଶୁଦ୍ଧ ପବିତ୍ର ମନ୍ଦିର ଭଳି ଉଭା ହେଇଥିଲେ। ଅବଗୁଣ୍ଠିତ ଦେବତାର ନିକେତନ ଅର୍ଥାତ୍ ମନ୍ଦିର ତୁଲ୍ୟ ସେ ପ୍ରତିଭାତ ହେଉଥିଲେ, ଅଥବା ଉର୍ଥ ଜଗତର ଦିବ୍ୟ ବସ୍ତୁ ସକଳ ପ୍ରତି ଉନ୍ମୁକ୍ତ ଏକ ସୁବର୍ଣ୍ଣ ଦ୍ୱାର ସଦୃଶ ଅଭିପ୍ସା ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ। ସେ ଗୋଟେ ବିଶୁଦ୍ଧ ମନ୍ଦିର ଥିଲେ, କିମ୍ବା ଉର୍ଦ୍ଧ୍ୱ ଜଗତର ଯୋଉ ଦିବ୍ୟ ବସ୍ତୁ ସବୁ ଅଛି ସେ ବସ୍ତୁ ସକଳ ପ୍ରତି ଉନ୍ମୁକ୍ତ ଏକ ସୁବର୍ଣ୍ଣ ଦ୍ୱାର ସଦୃଶ ସେ କାମ କରୁଥିଲେ। ଏହି ପ୍ରସଙ୍ଗରେ ମା ଏବଂ ହୁତାଙ୍କ ସମ୍ବନ୍ଧୀୟ ଘଟଣାଟିଏ ଉପସ୍ଥାପିତ ହଉଛି। ହୁତା ମାଙ୍କର ପ୍ରିୟ ଅନୁଗତା ଥିଲେ। ହୁତା ବିଭିନ୍ନ ପେଣ୍ଟିଂ କରି ମାଙ୍କୁ ଦେଖାଉଥିଲେ। ମା ସେଗୁଡ଼ିକର ଯୋଉ ଚିତ୍ର ଗୁଡିକ ଦେଖାଉଥିଲେ, ମା ତାର ଯୋଉ ଆଧ୍ୟାତ୍ମିକ ନିଗୁଡ ଅର୍ଥ ଅଛି ତାକୁ ପ୍ରକାଶ କରୁଥିଲେ। ଯାହା ପେଣ୍ଟିଂ କରିବାର ଥାଏ, ମା ତା ଚିତ୍ର କାଟି ବିସ୍ତାରିତ ଭାବରେ ହୁତାଙ୍କୁ ବୁଝେଇ ଦିଅନ୍ତି। ମା ଯେତେବେଳେ ପ୍ରେରଣା ଦିଅନ୍ତି ହୁତାଙ୍କୁ ଚିତ୍ର ଆଙ୍କିବା ପାଇଁ, ପେଣ୍ଟିଂ କରିବା ପାଇଁ, ସେ ପ୍ରଥମେ ଗୋଟିଏ ନକ୍ସା ତିଆରି କରନ୍ତି। ଚିତ୍ର କାଟିକି ତାଙ୍କୁ ସେ ଚିତ୍ର ସମ୍ପର୍କରେ ବିସ୍ତାରିତ ଭାବରେ ତାଙ୍କୁ ବୁଝେଇ ଦିଅନ୍ତି। ମାତ୍ର ସେଥରକ କଣ କଲେ? ସେଥରକ ମା କଣ କଲେ ନା ଚିତ୍ରଟିଏ ନ ଆଙ୍କି ସ୍ୱୟଂ ନୃତ୍ୟ ମୁଦ୍ରାରେ ଦଣ୍ଡାୟମାନ ହେଲେ। ଚିତ୍ରକୁ ଆଙ୍କିଲେନି, ସେ ନିଜେ ଗୋଟିଏ ନୃତ୍ୟ ମୁଦ୍ରାରେ ଦଣ୍ଡାୟମାନ ହେଇକି ରହିଲେ। ଏହା ଫଳରେ ସାବିତ୍ରୀଙ୍କର ଏକ ମିଷ୍ଟିକ ଆଣ୍ଡ ଡାଇନାମିକ ଡ୍ୟାନ୍ସର ବାସ୍ତବ ଅନୁଭୂତି ହୁତାଙ୍କୁ ମିଳିଲା। କାରଣ ମା ହଉଛନ୍ତି ସେଇ ସାବିତ୍ରୀ। ତାଙ୍କର ନୃତ୍ୟ ଭଙ୍ଗୀରୁ ହୁତା ଗୋଟିଏ ଧାରଣା କଲେ। ସେ ନୃତ୍ୟକୁ ଦର୍ଶନ କରିବା ଫଳରେ ସାବିତ୍ରୀଙ୍କର ଏକ ମିଷ୍ଟିକ ଆଣ୍ଡ ଡାଇନାମିକ ଡ୍ୟାନ୍ସର ବାସ୍ତବ ଅନୁଭୂତି ହୁତାଙ୍କୁ ମିଳିଲା। ମିଷ୍ଟିକ ମାନେ ରହସ୍ୟମୟ, ଡାଇନାମିକ ମାନେ ଚଳଚଞ୍ଚଳ ନୃତ୍ୟ, ରହସ୍ୟମୟ ଚଳଚଞ୍ଚଳ ନୃତ୍ୟ ଛଟା। ଏଭଳି ଗୋଟେ ଅନୁଭୂତି ହୁତା ପ୍ରାପ୍ତ କଲେ। ସେଇ ଆନନ୍ଦରେ ପବିତ୍ର ପୂଜାରିଣୀ ସାବିତ୍ରୀଙ୍କର ସେଇ ମୁଦ୍ରାଟିକୁ ତୁଳିରେ ରୂପ ଦେଲେ। ଆନନ୍ଦର ପବିତ୍ର ପୂଜାରିଣୀ ସାବିତ୍ରୀଙ୍କର ସେ ଯୋଉ ଚିତ୍ରଟି ଆଙ୍କୁଥିଲେ, ମାଙ୍କ ନୃତ୍ୟ ଦେଖି ସେଇଟିକୁ ସେ ରୂପାୟିତ କଲେ। ଏ ସମୟ
ସମୟ ସମାପ୍ତି ଘଟିଲାଣି, ତେଣୁ ଏ ବିଷୟକୁ ମା ଓ ପ୍ରଭୁଙ୍କ ଚରଣରେ ସମର୍ପଣ କରୁଛି। ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍। ବିଷୟଟି ବହୁତ କଷ୍ଟ, ବୁଝିବା ପାଇଁ ନିଶ୍ଚୟ ଟିକେ କଷ୍ଟକର, ଅକ୍ଳିଷ୍ଟ ହବ।